ଆରେ ଗୀତା ପାଣି ଟିକେ ଆଣିଲ। ତମ ପୁଅ ପିଲାଙ୍କ ଜୀବନ କେତେ ସହଜ ନା। ଯୁଆଡେ ବି ପଳେଇ ଆସ, ପାଣି ଆଣ, ଚାହା ଆଣ, ଖାଇବାକୁ ଦିଅ। ପୁଅ ମାନଙ୍କ ଜୀବନ ନା ପୁରା ରାଜା ଭଳିଆ। ଆଉ ଆମ ଝିଅ ମାନଙ୍କ ଜୀବନ ଘରର କାମ କରି କରି ଆମ ଜୀବନଟା ବିତିଯାଏ। ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି ଯେ ଆର ଜନ୍ମରେ ମତେ ପୁଅ ଜନ୍ମ ଦିଅନ୍ତୁ, ତମକୁ ଝିଅ ଜନ୍ମ ଦିଅନ୍ତୁ। ଜାଣିବ ଯେ ଝିଅ ଜନ୍ମଟା କେତେ କଷ୍ଟ। ଆରେ ଆର ଜନ୍ମରେ କାହିଁକି, ଆରେ ଏଇ ଜନ୍ମରେ କାହିଁ ନୁହଁ। ଠିକ ଅଛି, ମୁଁ ଘର କାମ କରିଦେବି ଆଉ ତମେ ବାହାର କାମ କରିଦବ। ତମକୁ ତ ଖାଲି ପଇସା କମେଇବାର ଅଛି ନା, କିନ୍ତୁ ସେ ପୁଣି ଇଜ୍ଜତର ସହ। ତମକୁ କଣ ଲାଗୁଛି ମୁଁ ପଇସା କମେଇ ପାରିବିନି? ଆରେ କିଏ କହିଲା ତମେ ପଇସା କମେଇ ପାରିବନି ବୋଲି? ଏମିତିରେ ଝିଅ ମାନେ ନା ପୁଅ ମାନଙ୍କ ଠାରୁ କୋଉ ଗୁଣରେ କମ ନୁହନ୍ତି। ଭଲ କଥା ତ। ଆରେ ତମେ ଆସିଗଲ, ନିଅ ନିଅ, ଏଇ ନିଅ ପାଣି। ଚା ପିଇବ ନା କଫି ପିଇବ? ଖାଇବା ବି ରେଡି କରିଦେଇଛି, ଆଉ ଯଦି କହିବ ତମେ ସାଙ୍ଗେ ସାଙ୍ଗେ ଖାଇବା ବାଢି ଦେବି। ଆରେ ଆଜି ପୁରୁଷ ପୁଅ ଆଖିରେ ଲୁହ। ଆରେ ପୁରୁଷ ପୁଅ ଆଖିରେ ଲୁହ କଣ ଶୋଭା ପାଏ? ଗୋଟେ ପୁରୁଷ ପୁଅ ଚାକର ଭଳିଆ ଦିନ ରାତି ପରିଶ୍ରମ କରି ପଇସା ରୋଜଗାର କରିଥାଏ। ନା ସେ କାନ୍ଦି ପାରେ, ନା ସେ ସିଏ କାହାକୁ କହିପାରେ। ବାହାରେ ପଇସା ରୋଜଗାର କରିବାଟା ଏତେ ସହଜ ନୁହଁ। ସିଏ ଗୋଟେ ପୁରୁଷ ହଉ ଅବା ଗୋଟେ ଝିଅ ହଉ, ପଇସା କମେଇବାଟା ଏତେ ସହଜ ନୁହେଁ। ବୁଝିପାରିଲ ତ? କହିବା ଆଉ କରିବା ଭିତରେ ବହୁତ ଆକାଶ ପାତାଳ ଫରକ। ତମେ ଝିଅ ପିଲା ଯାହା ଘର କାମ କରୁଛ ସେଇଟା ଆମେ କରିପାରିବୁନି, କିନ୍ତୁ ଆମେ ଯାହା କରୁଛୁ ତମେ ସେଇଟା କରିପାରିବନି। କାରଣ ପୁଅ ପିଲାର ପରିଶ୍ରମ କେବେ ବି ଝିଅ ପିଲା କରିପାରିବନି।